ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ମୁଁ ମଧ୍ୟ ବହୁତ ଭଲରେ ଅଛି। ତ ଆମର ଖରା ଅଛି, ଏବେ ହେଇଗଲାଣି ଟାଇମ୍ 6ଟା 6:30 ହେଇଗଲାଣି। ତ ପ୍ରବଳ ଖରା, ଆମର ଦେଖନ୍ତୁ ଖରା ଅଛି। ଆଉ ବର୍ଷା ବି ଟିକେ ଟିକେ ପଡ଼ିଲାଣି, ମାନେ ପବନ ଫବନ କିଛି ନାହିଁ, ବର୍ଷା ଟିକେ ଟିକେ ପଡ଼ିଲାଣି। ଆଉ ଏତେ ଜୋର ଗରମ ହେଉଛି ମାନେ କହିବାକୁ ନାହିଁ। ଦେଖନ୍ତୁ ଆମର ଲଙ୍କା ଶୁଖେଇଛି, ଏବେ ତାକୁ ନେବି ଘର ଥୋଇବି। ଶୁଖିଗଲାଣି ଲଙ୍କା, ଆହୁରି ବି ଶୁଖେଇକି ଡବାରେ ରଖିଛୁ, ଡବାରେ ଆହୁରି ପୂରେଇକି ରଖିଛି। ତାକୁ ବି ମାନେ ଶୁଖାଶୁଖି କରିକି, ଗଛରେ ଯେହେତୁ ଏତେ ସାରା ଲଙ୍କା ହେଉଛି ତ ଆମେ ଖାଉନୁ। ତ ଏତେ ସାରା ଲଙ୍କା କିଏ ଖାଇବ? ବାପରେ ବାପ, ବହୁତ ରାଗ। ତ ଖାଉନୁ। ଲଙ୍କା ଗୁଡ଼ାକ ପାଚିଗଲେ ଗଛରେ ତାକୁ ଆଣିକିରି ଆମେ ଶୁଖେଇକିରି ଶୁଖିଲା ଲଙ୍କା ବନେଇ ଦେଉଛୁ। ମାନେ ଶୁଖିଲା ଲଙ୍କାଟା ବି ଦରକାର ହେଉଛି ନା, ଆଉ ଶୁଖିଲା ଲଙ୍କା ଦରକାର ହେଉଛି, କଞ୍ଚା ଲଙ୍କା ଦରକାର ହେଉଛି। ଆମର ତ ବେଶୀ କଞ୍ଚା ଲଙ୍କା, ଶୁଖିଲା ଲଙ୍କା ବେଶୀ ଖାଉନୁ। ତ ଦେଖନ୍ତୁ ଏଠି ବି ଗଛରୁ ଆମ୍ବ ପାରିଥିଲୁ, କେତେ ବଡ଼ ବଡ଼ ଆମ୍ବ। ଏଇଟା ହେବ ତ କିଲେ ପାଖାପାଖି ଆମ୍ବଟା, ପୁରା କିଲେ ଆମ୍ବ। ବହୁତ ସାରା ଆମ୍ବ ଅଛି, ବହୁତ ସାରା ଗଛରେ ବି ବହୁତ ସାରା ଅଛି। ଗଛରେ କିନା କାଲି ଆମେ ପାରିଲୁ, ଆଉ ମାନେ ଥିଲା ଗଛରେ କିନି ସେ କ'ଣ କଲା ନା, ଆମେ ଯେମିତି ପାରିକିରି 8-10ଟା ଆଣିଲୁ ଭାରି, ତାପରେ ଗୁଣ୍ଡୁଚି ଖାଇଦେଲା। ଗୁଣ୍ଡୁଚି ଖାଇଲା ପରେ ତାପରେ ସକାଳୁ ଦେଖିଲା ବେଳକୁ ଗୁଣ୍ଡୁଚି ଖାଇଦେଇଛି। ତାକୁ ପାରିକିରି ଆଉ ତା ସହିତ ବି ପାରିକି ଆଣିଛି। ଆଉ ଗଛରେ ଅଛି, ଆହୁରି ବହୁତ ସାରା ଅଛି ଗଛରେ କିନି, ବହୁତ ବଡ଼ ବଡ଼। ତ ସାଙ୍ଗମାନେ ଏଠିକିନି ମୁଁ ମାଛ ଭାଜୁଛି, ବାଙ୍ଗଡ଼ା ମାଛ। ତ ଏଥିରେ କିନି ମୁଁ ଲୁଣ ପକାଇ ଦେଇଛି, ଆଉ ତ ଗରମ ମସଲା, ଲଙ୍କାଗୁଣ୍ଡ, ଯାହା ବି ପକାଇବା କଥା ମୁଁ ପାଉଡ଼ର ମସଲା ପକାଇଦେଲି। ଏଇଟା ପଡ଼ିଲା ଆମର ଲଙ୍କାଗୁଣ୍ଡ, ରାଗ ଲଙ୍କାଗୁଣ୍ଡଟା। ଏଇଟା ହେଉଛି ଗରମ ମସଲା, ଯେଉଁ ଖାଡ଼ା ମସଲା ସବୁ, ଡାଲଚିନି, ଗୁଜୁରାତି, ଗୋଲମରିଚ, ଲବଙ୍ଗ, ଏସବୁ ପାଉଡ଼ର ସେଇଟା। ଆଉ ଏଇଟା ପଡ଼ିଲା ଆମର ହଳଦୀ ଗୁଣ୍ଡ। ତାପରେ ଏଇଟା ଦେଖନ୍ତୁ ମୁଁ ପକାଇଲି ଆମର ଯେଉଁ ରସୁଣ ଅଦାର ସେସବୁ, ଜିରା ସେସବୁର ଗୋଟେ ମସଲା ଥିଲା, ତାକୁ ବି ପକାଇ ନେଲି ଟିକେ। ତ ଏଥିରେ ଆଉ ସବୁ କିଛି ମସଲା ମିଶୁଛି, ଲଙ୍କାଗୁଣ୍ଡ ସହ ସବୁ କିଛି ମିଶୁଛି, କାଶ୍ମୀର ରେଡ଼୍ ଚିଲି ସବୁ ମିଶିଛି। ତ ଏଥିରେ ଟିକେ ଆଉ ଟିକେ ଭଲ ଫ୍ଲେଭରଟା ଆସେ, ସେଥିପାଇଁ ପକାଇଦେଲି। ତ ଏଠି ମୁଁ ପକାଇଦେଲି ପୁଣି ଲେମ୍ବୁ ଚୁପୁଡ଼ି ଦେଲି, ଲେମ୍ବୁ ରସଟା। ତ ଟିକେ ପକାଇଦେଲେ ନା ରାଗ ଖଟା ମିଠା ଭଳିଆ ଲାଗିବ, ବହୁତ ବଢ଼ିଆ ଲାଗିବ। ଆଉ ଡାଲି ଗରମ ଭାତ ସହିତ ଖାଇପାରିବେ, ନହେଲେ ଖାଲି ପଖାଳ ସହିତ ଖାଇପାରିବେ। ସୁଜି ଦେଇକି ତାକୁ ଫ୍ରାଏ କରିବେ ନା, ବହୁତ ବଢ଼ିଆ ଲାଗିବ, ବହୁତ ଭଲ, ମାନେ ବହୁତ ବଢ଼ିଆ ଲାଗେ। ତାକୁ ପଖାଳ ସହିତ ଖାଇବ, ବହୁତ ବଢ଼ିଆ ଲାଗିବ। ହେଲେ ପଖାଳ ଟିକେ ଲେମ୍ବୁ ଚିପୁଡ଼ି ଦେବ, କଞ୍ଚା ଲଙ୍କା, ରସୁଣ, ତ ପାଗ ବନେଇଦେବ, ତ ଖାଇବାକୁ ବହୁତ ବଢ଼ିଆ। ତ ନିହାତି ଆପଣମାନେ ଏମିତି ବନାନ୍ତୁ, ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ। ତ ଏଇଠିକିନି ମୋର ମାଛ ଫ୍ରାଏ କରିଦେଲି। ଦେଖନ୍ତୁ ମାଛ 3ଟା ମାଛ, ଆମେ ଯେହେତୁ 3 ଜଣ, 3ଟା ମାଛ ନେଇକି ଆସିଥିଲେ। ମାଛ ନା ବହୁତ ରେଟ୍ ଏବେ, 3ଟା ମାଛ ନେଇକି ଆସିଥିଲେ, ଆଉ ବହୁତ ରେଟ୍ ଏବେ। ଏତିକି ନା ନେଇଛି ଗୋଟାକ 50 ଟଙ୍କା ହିସାବରେ, 100 ଟଙ୍କା ନେଇଛି। ଆଉ ଛୋଟଟା ମାନେ 120 ଟଙ୍କା, 120 ଟଙ୍କାରେ କିଣି ଏ ମାଛ। କିଏ କହିବ କେତିକି? ଆମର ମାନେ ଚିକେନ୍ ଆଣିଥିଲେ ଅଧ କିଲୋ ହେଇଥାନ୍ତା, ଇଏ 120 ଟଙ୍କାରେ କିଣି ମାଛ 3ଟା, ହେଲା କି? ମାନେ ଏବେ ଆହୁରି ରେଟ୍ ହେଇଗଲାଣି ମାଛ। ଏବେ ଯେଉଁ ଖରାଦିନ ନା, ମାଛ ବହୁତ ରେଟ୍ ଏବେ। କ'ଣ ଖାଇବ? ପନିପରିବା ଖାଇବ ନା ମାଛ ଖାଇବ? କ'ଣ ଖାଇବ ମଣିଷ ଆଉ? ତ 120 ଟଙ୍କାରେ କିନି ମାଛ ଆସିଛି। ଆମର ଚିକେନ୍ ଆଣିଥିଲେ, ଅଧ କିଲୋ ଚିକେନ୍ ହେଇଥାନ୍ତା। ତ ଦେଖନ୍ତୁ ଏଠି ଆମର ଆମ୍ବ ପରା ହେଉଥିଲା, ସକାଳୁ ସକାଳୁ ଆମ୍ବ ପାରିଥିଲୁ। ତ ଏଠିକିନି ଗୋଟେ ବଡ଼ ସାଇଜ୍ ଆମ୍ବ, ସେଇଟାରେ କିନା ବହୁତ ବଡ଼ ବଡ଼ ଆମ୍ବ 3ଟା ହେଇଥିଲା। ତ ସେ ପାରୁଛନ୍ତି, ମୁଁ ଭିଡ଼ିଓ କରିଥିଲି। ତ ଦେଖନ୍ତୁ ଗଛରେ କିନି, ଆଉ ଗଛଟା ଟିକେ ଦୂରେଇକି ଅଛି ନା, ମାନେ ଆମେ ଛାତ ଉପରେ ଠିଆ ହେଇକି ପାରୁଛୁ। ତ ଏଇ ଆଙ୍କୁରାଟା ନା ଯେତିକି ଲମ୍ବା ପାଉ ସେତିକି ପାରୁଛନ୍ତି। ଏବେ ସେ କ'ଣ କରିବେ ନା, ଉପରକୁ ଚଢ଼ିଯିବେ, ଦେବାଲ ଉପରକୁ ଚଢ଼ିଯିବେ, ତାପରେ କିନ୍ତୁ ସେ ପାରିବେ। ତ ଦେଖନ୍ତୁ ସେ ଠିଆ ହେଇକି ପାରିଲେ। ତ ଆଙ୍କୁରଟା ନା ମୁଁ ଟିକେ ପଛପଟେ, ଏଇଟା ବହୁତ ଓଜନ। ଆଙ୍କୁରଟା ଗୋଟେ ଶାଳୁଆ ବାଉଁଶ ନା, ବହୁତ ଓଜନ। ତା ସହିତ ସେଥିରେ କିନି ଯେଉଁ ଲୁହାର ଲାଗିଛି, ତ ମାନେ ତାକୁ କଣ୍ଟ୍ରୋଲ୍ କରିପାରୁନାହାନ୍ତି। ମୁଁ ପଛପଟୁ ଧରିଛି ତା ମୁଣ୍ଡି ପଟରୁ କିନି, ତ ସେପଟରୁ ଟାଣିବେ, ତାପରେ ଟାଣିଲା ପରେ ପାରିବୁ ଆଉ। ତ ଯେ ଆମ୍ବ ଓଜନ, ସେ ଲୁହାଟା ଓଜନ, ସେ କଣ୍ଟା ଭଳିଆ ଲାଗିଛି,
ତା ସହିତ ଦେଖନ୍ତୁ କେତେ ମାନେ ହେଭି ସେ ବାଉଁଶଟା, ବହୁତ ଓଜନ ସେଇଟା ଶାଳ ବାଉଁଶଟା। ଶାଳ ବାଉଁଶଟା କିଣି ବହୁତ ଓଜନ। ଏଇଟା ଦେଖ, ଏଇଠି ମୋ ପଛପଟୁ ଧରିକି ଥିଲି, ତାକୁ ମୁଁ ପଛପଟକୁ ନେଇକି ଆସିଲି, ସିଏ ତାଙ୍କର ଟାଣିକି ଆଣିଲେ। ବାଡ଼େଇ ହେଇକି ତାର ନସି ହୋଇଛି କେତେ। ତ ଦେଖନ୍ତୁ ଏଇଠି କିନି ଆମ୍ବର କେତେ ବହୁତ ବଡ଼, ମାନେ କଲିମି ଆମ୍ବ ତ ସେ ବହୁତ ବଡ଼ ସାଇଜ୍ର। ମୋ ମୁଣ୍ଡ ଫଟେଇଦବ ତମେ। ଦଣ୍ଡା ବାଜିକିରି ଦଣ୍ଡା ଟାଣ ଟାଣ। ଦେଖନ୍ତୁ ମୁଁ ଏକେ ଧରୁଛି, ସେ ଧରୁଛନ୍ତି। ଏଇଟା ଛୋଟଟା। ହେଲେ ହେଇଗଲାଣି, ପାକଳ ହେଇଗଲାଣି। ସାଙ୍ଗମାନେ ଆମର ମୁଁ ମଗେଇଥିଲି ଶାଢ଼ୀ, ଶାଢ଼ୀ ଆସିକି ପହଞ୍ଚିଯାଇଛି। ଶାଢ଼ୀ ଆସିକି ପହଞ୍ଚିଯାଇଛି। ତ ଶାଢ଼ୀଟାକୁ ମୁଁ ମଗେଇଥିଲି ମୋର ସାବିତ୍ରୀ ବ୍ରତ ଲାଗି। ତ ମୁଁ ତ ଗାଁରେ ନାହିଁ, ବାହାରେ ଯେହେତୁ ଅଛି, ମୋତେ ସବୁ ଏଇଠି କରିବାକୁ ପଡ଼ିବ। ଆଉ ମୁଁ ଏ ଶାଢ଼ୀଟାକୁ ମଗେଇଥିଲି, ଆଉ ସେତିକି ବେଳକୁ ମୋର କଲ୍ ଆସିଲା। ତ କଲ୍ରେ କିନି କଥା ହେଲି, ଆଉ ଭିଡ଼ିଓ କରିବି ବୋଲିକି ଭାବିଲି, ଆଉ କରିପାରିଲିନି। ପୁଣି ଭାବିଲି କି ଭିଡ଼ିଓ କଥା ହେଇଥିବା ସହିତ ବି ଭିଡ଼ିଓ କରିଦିଏ। ଭିଡ଼ିଓ କଲେ ଆଉ ମାନେ କିଛି କହିପାରିଲିନି, ଖାଲି ଭିଡ଼ିଓରେ କେମିତି ଦେଖେଇଥିଲି ଶାଢ଼ୀଟାକୁ। ତା ସହିତ ଦେଖନ୍ତୁ ଆମର କଥା ହେଉଥିଲି, ଭିଡ଼ିଓ କରୁଥିଲେ, ଏପଟେ କଥା ହେଉଥିଲେ, ଭଏସ୍ ବି କିଛି ଦେଇନଥିଲେ। ତ ଏବେ ଭଏସ୍ ଦେଉଛି। ତ ଆପଣମାନଙ୍କୁ ମୋର ଏ ଶାଢ଼ୀଟି କେମିତି ଲାଗିଲା ତ ନିହାତି କମେଣ୍ଟ କରିବେ। ତ ଆର ବର୍ଷ ମୁଁ ମଗେଇଥିଲି ଶାଢ଼ୀ, କଟନ୍ର ମଗେଇଥିଲି। ଆଉ ଏ ବର୍ଷ ମୁଁ ମଗେଇଛି ଏଇଥିରୁ ଗୋଟେ ମଗେଇଛି। ଏବେ ଯେହେତୁ ଏଇ ଶାଢ଼ୀଟା ବହୁତ ଚାଲିଛି ଏବେ, ତ ଏଇଥିରୁ କିନି ମୁଁ ମଗେଇଛି। ଆଉ ମୋ ନା ନେଲା 621 ଟଙ୍କା। ଶାଢ଼ୀଟାର ଦାମ୍ ଅଛି 621 ଟଙ୍କା। ତ ଆପଣମାନେ କୁହନ୍ତୁ ଅଧିକ ନେଲା କି କମ୍ ନେଲା। ମୁଁ ଅନଲାଇନ୍ରେ ମଗେଇଥିଲି ମିଶୋରୁ, ଆଉ କେତେ ମୋଠୁ ଅଧିକ ନେଲା କି କମ୍ ନେଲା ଆପଣମାନେ ଜାଣିଥିବେ। ମିଶୋରେ ତ ବେଶୀ ଦେଖାଏନି, କମ୍ ଦେଖାଏ। ତ ଶାଢ଼ୀଟା ମୋତେ ବହୁତ ଭଲ ଲାଗିଲା। ମୋର ଏଇ କଲର୍, ମାନେ ଏଇ କଲର୍ର ଶାଢ଼ୀ, ଏଇ ଟାଇପ୍ର ଶାଢ଼ୀ ନାହିଁ କି, ଏଇ କଲର୍ଟା ଅଛି ପାଟ ଶାଢ଼ୀର, ଏଇ କଲର୍ ଅଛି ଦୁଇଟା। ତ ମୋତେ ଏଇ ଟାଇପ୍ର ଶାଢ଼ୀ ନଥିଲା, ଆଉ ମୋତେ ଏଇ ଶାଢ଼ୀର ବହୁତ ଭଲ ଲାଗିଲା କଲର୍ଟା। କଲର୍ ଥିଲେ ସୁଦ୍ଧା ମୁଁ ମଗେଇଥିଲି ଏଇ କଲର୍ଟା, ଆଉ ବହୁତ ଭଲ ଲାଗୁଛି। ତ ଆପଣମାନଙ୍କୁ ନିହାତି ଶାଢ଼ୀଟା କଲର୍ କେମିତି ଲାଗିଥିବ ନିହାତି କମେଣ୍ଟ କରିବେ। ଏଇଟା ତାର ଅଛି ବ୍ଲାଉଜ୍ ପିସ୍ଟି। ଆଉ ମୁଁ ଏବେ ବି କାଟିନି, ବ୍ଲାଉଜ୍ ପିସ୍ କାଟିନି। ତ ତାକୁ ମୁଁ ବ୍ଲାଉଜ୍ ପିସ୍ଟା କାଟିଦେବି, ତାପରେ କି ପୂଜା ସରିଲା ପରେ ତାକୁ ଯାହା ସିଲେଇ କରିବି। ତ ଏବେ ତ କୁଆଡ଼େ ଯିବାର ନାହିଁ କି କିଛି ନାହିଁ, ଗାଁକୁ ଗଲାବେଳକୁ ବନେଇବି। ତ ଗାଁକୁ ଯେହେତୁ ଆମେ ଯାଇପାରିଲୁନୁ, ଗାଡ଼ି ବନ୍ଦ ହେଇଯାଇଛି, ଗାଡ଼ି ଚାଲୁନି। ତ ଦୀପାବଳିକୁ ଯିବୁ, ତ ସେତିକି ବେଳକୁ ବନେଇବି। ଏବେ ଆଉ ବନେଇବିନି, ଏବେ ଆଉ କିଛି କାମ ନାହିଁ। ଏଇଟା ସବୁଠୁ ବଡ଼ ଆମ୍ବଟା ନା? ଏଇଟା କିଲେ ହବ, ପୁରା ଫୁଲ୍ କିଲେ ହବ। ଏଇଟା ବା ଖାଇଦେଲା, ପାଚି ଯାଇଛି ଭିତରଟା ନା? ତ ଏଠି ଆମେ ମା ଝିଅ ଖାଇବାକୁ ବସି ପଡ଼ିଥିଲୁ। ଆମର ଖାଇବାରେ କ'ଣ ହେଇଛି, ଆମ୍ବ ଖଟା, ପାମ୍ପଡ଼, ଅଣ୍ଡା ତରକାରୀ। ଅଣ୍ଡାକୁ ଆମ୍ଲେଟ୍ ବନେଇଥିଲି, ତାପରେ ଆଳୁ ପକେଇକି ତା ଝୋଳ କରିଦେଇଥିଲି। ତ ଯେହେତୁ ଅଣ୍ଡା କମ୍ ଥିଲା, ଛୋଟ ଛୋଟ ଆମ୍ଲେଟ୍ ବନେଇକି ତାକୁ ଝୋଳ ବନେଇ ଦେଇଥିଲି। ତ 4ଟା ଅଣ୍ଡା ଥିଲା, ତ ତାକୁ ଆମ୍ଲେଟ୍ ବନେଇ, ମାନେ ଏଥିରେ ଆଉ କିଛି ପଡ଼େନି, ଖାଲି ଲଙ୍କାଗୁଣ୍ଡ ଲୁଣ ଦେଇକିରି ତାକୁ ଆମ୍ଲେଟ୍ ବନେଇଥିଲି। ବନେଇଲା ପରେ ତାପରେ ଝୋଳ ବନେଇଥିଲି। ତ ଏମିତି ମୋ ଝିଅକୁ ବହୁତ ଭଲ ଲାଗେ, ତା ବାପାକୁ ଭଲ ଲାଗେ। ଯେହେତୁ ତା ବାପା ନଥିଲେ,
ବାହାରକୁ ପଳେଇଥିଲେ। ଆମେ ମା ଝିଅ ଖାଇଲୁ। ଆଉ ତ ଆମର ଦିନର ଖାଇବା ଏତିକି ଥିଲା। ତାପରେ ରାତିକି ବାହାରୁ ନେଇକି ଆସିଲେ। ମାନେ ଏଇଟା 3 ଦିନର ଭିଡ଼ିଓକୁ ରଖିକି ମୁଁ ଭିଡ଼ିଓ ବନେଇଛି, ମାନେ ବ୍ଲଗ୍ କରିଛି, ଆଜିର ଭିଡ଼ିଓ ଏଡ଼ିଟିଂ କରିଛି। 3 ଦିନର ଭିଡ଼ିଓ ରଖି ରଖିକା ମୁଁ ମାନେ ଆଜି ସବୁ ଏଡ଼ିଟିଂ କରୁଛି। ତ ନିହାତି ଆପଣମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ। ଆପଣମାନଙ୍କୁ ନିହାତି ଭିଡ଼ିଓଟି ଭଲ ଲାଗିବ। ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିନେବେ। ଆଉ ମୋ ଝିଅ ମୁଁ ଆମର ଖାଇବା ଚାଲିଛି, ଦିନର ଖାଇବା। ଆଉ ରାତିରେ କିନି ତା ବାପା ଆସିଲେ, ତାପରେ ରୋଷେଇ ହେଲା ପୁଣି ଥରେ ମାଛ କଢ଼ି ଆଉ ମାଛ ଫ୍ରାଏ ବାହାରୁ ନେଇକି ଆସିଲେ। ଆଉ କ'ଣ ଥିଲା, ଡାଲି ଆଉ ଗୁଆଁର ଭଜା ରାତି କରିଥିଲି। ଆଉ କଲିନି ଭିଡ଼ିଓ, ତାକୁ ଆଉ କରିପାରିଲିନି ଯେହେତୁ ରାତି ହେଇଯାଇଥିଲା। ଆଉ ସେତିକିବେଳେ ମୋର ଲାଇଭ୍ ଭିଡ଼ିଓ ଚାଲିଥିଲା, ତ ଆଉ ସେତିକିବେଳେ ଭିଡ଼ିଓ କରିପାରିଲିନି। ତ ନିହାତି ଆପଣମାନଙ୍କୁ ଭଲ ଲାଗିଥିବ। ତ ଆମ୍ବ ଗୁଡ଼ାକ, ଯେଉଁ ଆମ୍ବ ଆମେ ଗଛରୁ ପାରିଥିଲୁ, ସେଇ ଆମ୍ବକୁ ମୁଁ ଖଟା କରିଥିଲି। ତ ସେ ଆମ୍ବଟା ନା କଲିମି ଆମ୍ବ, ଟିକେ ବହୁତ ମୋଟା ଆଉ ପୁରା ଆଳୁ ଭଳିଆ, ମୁଁ କହୁଥିଲି ଆଳୁ ଭଳିଆ ଲାଗୁଛି। ତ ବହୁତ ଭଲ ଲାଗୁଥିଲା। ଆଉ ନିହାତି ଆପଣମାନଙ୍କୁ ଏଇ ଭିଡ଼ିଓ ଭଲ ଲାଗିଥିବ। ଆଉ ମୁଁ ଖଟା କରିଥିଲି, ଖଜୁରୀ କୋଳି ପକେଇକି ଖଟା କରିଥିଲି, ଆମ୍ବ ଖଜୁରୀ କୋଳି ପକେଇକି କରିଥିଲି। ଆଉ ମୋତେ ଭଲ ଲାଗେ ଟିକେ ଖଟାରେ କିନି ଖଜୁରୀ କୋଳି ପକେଇଲେ ଟିକେ ମୋତେ ଭଲ ଲାଗେ, ତ ମୁଁ ପକେଇଦିଏ। ଆଉ ନିହାତି ଆପଣମାନେ ଟିକେ ସେୟାର କରନ୍ତୁ। ସମସ୍ତେ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ ଟିକେ ସେୟାର କରନ୍ତୁ, ଟିକେ ସପୋର୍ଟ ଦିଅନ୍ତୁ ସମସ୍ତେ ମୋତେ। ଆଉ ଆମ୍ବ, ଏଇ ଆମ୍ବଟା ବହୁତ ବଡ଼। ତ ଦେଖନ୍ତୁ ଆମର ଟାଇମ୍ ହେଇଗଲାଣି 6ଟା, 6:30 ହେଲାଣି ଟାଇମ୍। 6:30 ପାଖାପାଖି। ବହୁତ ସାରା ଆମ୍ବ ଅଛି, ତାକୁ ପଚେଇବି, ପଚେଇକିରି ତାକୁ ଖାଇବୁ। କଞ୍ଚାଟା ମାନେ ବହୁତ ମିଠା ଲାଗୁଛି, ଏଇଟା କଲିମି ଆମ୍ବଟା ନା, ମିଠା ଲାଗୁଛି। ଆମର ବହୁତ ସାରା ଖରା ଅଛି ଏଠି। ଆଉ ତ ଆପଣମାନେ ନିହାତି ଭିଡ଼ିଓ ଟିକେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ୱାଚ୍ କରିବେ ପୁରା। ଆଉ ସମସ୍ତେ ଟିକେ ଭଲ ପାଇବା ଟିକେ ଭଲ ପାଇବା ଦିଅନ୍ତୁ। ଆଉ ଏବେ ତ ବର୍ଷା ପକେଇଲାଣି, ଅଳ୍ପ ଅଳ୍ପ ପକଉଛି। ଆଉ ଗରମ ହେଉଛି ଜୋର, ବହୁତ ଗରମ ହେଉଛି। ଏତେ ଜୋର ଗରମ ହେଉଛି ମାନେ କହିବାକୁ ନାହିଁ। ତା ସହିତ ବର୍ଷା ଟିକେ ଟିକେ ପକଉଥିଲା, ବନ୍ଦ ହେଇଗଲା। ବର୍ଷା ନାହିଁ ଏଠି ଟୋଟାଲି, ଗୁଆରେ କିନ୍ତୁ ଟୋଟାଲି ବର୍ଷା ହେବନି। ମାନେ ପଛପଟରେ ତ ଏତେ ବଡ଼ ବଡ଼ ଜଙ୍ଗଲ, ଆଉ ବର୍ଷା ନହେଲେ ଯେଉଁ ଗଛ ପାଣି ପାଇବ କେମିତି? ଆମର ଯେଉଁ ଗଛ ସବୁ ଲାଗିଛି, ସେ ଗଛରେ କିନା ଆମର ପାଣି ଦେଉଛୁ। ଆଉ ଅଲଗା ଗଛରେ ତ ପାଣି ଦେଇ ହେବନି, ଏତେ ସାରା ଗଛ। ଚାଲ ଦେଖିବେ କେତେ ସାରା ଗଛ ଲାଗିଛି। ଏଇଟା ଦେଖନ୍ତୁ, ଏଇଟା ହେଉଛି ଆତ ଗଛ, ରାମଫଳ। ଆଉ ସୀତାଫଳ ସେପଟରେ ଅଛି, ନେଉଆ ଯେଉଁଟା କହୁଛନ୍ତି ଏଠି ସୀତାଫଳ, ଆଉ ଆତଟା କହୁଛନ୍ତି ରାମଫଳ। ତ ଏଠି ଲାଗିଛି, ସେପଟେ ତ ସବୁ ଲଙ୍କା ଫଙ୍କା ଲାଗିଛି, ଏପଟେ ଲାଗିଛି, ସବୁ କିଛି ଲାଗିଛି। ହେଲେ ଉପରକୁ ଦେଖାଯାଉନି ଏତେ, ଯେହେତୁ ଏଠି ଭୃଷଙ୍ଗ ପତ୍ର ଗଛ ଅଛି। ଆଉ ଏ ଗଛ ସବୁ ଅଛି ନା, ଦେଖାଯାଉନି। ତଳକୁ ଗଲେ ଦେଖାଯିବ, ବହୁତ ସାରା ଗଛ ଲାଗିଛି। ଆପଣମାନେ ତ, ମୁଁ ତଳକୁ ଯାଉଛି, ଭିଡ଼ିଓ ଛାଡ଼ୁଛି, ଦେଖୁଥିବେ। ଯେହେତୁ ମୁଁ ଏବେ ଉପରେ ଅଛି, ଦେଖାଯାଉନି। ତ ଦେଖନ୍ତୁ ଜଙ୍ଗଲ ସବୁ, କେତେ ବଡ଼ ଜଙ୍ଗଲ। ଏଥିରେ ନା ବହୁତ ସାରା ମୟୂର ଅଛନ୍ତି। ସକାଳୁ ସକାଳୁ ଉଠିକି ଆସିବେ, ପୁରା ମୟୂର ଦେଖିବେ। ଏବେ ଏବେ ଖରା ହେଇଥିଲା ନା, ଏବେ ଆସୁନାହାନ୍ତି, ଭିତରକୁ ପଳେଇଛନ୍ତି, ଜଙ୍ଗଲ ଭିତରେ ଅଛନ୍ତି କ'ଣ। ସକାଳୁ ସକାଳୁ ଭୋରୁ ଭୋରୁ ଉଠିକି ଆସିଲା ବେଳକୁ ଏଇପଟେ ସବୁ, ଏଇଠି ସବୁ ବୁଲୁଥିବେ। ଏଇ ଜାଗାରେ ସବୁ ଆସିକି ବୁଲୁଛନ୍ତି। ଏଠି ଆମର ପାଣି ରଖୁଛୁ ନା, ତଳେ ପାଣି ରଖିଛୁ। କୁକୁର ଆଉ ଚରେଇ ଫରେଇ ସବୁ ପିଆପିଇ କରିବେ। ତ ଏମିତି ସବୁ ଆମର ଘର ପଛପଟଟା ପୁରା ଜଙ୍ଗଲ, ପୁରା ଜଙ୍ଗଲ। ତ ଛାତକୁ ଗଲେ ଆହୁରି ବହୁତ ସୁନ୍ଦର ଦେଖାଯିବ। ଏପଟ ତ ଭିତର ପଟ, ଏଇଟା ମୁଁ ସେପଟରେ କିନି ରୋଷେଇବାସ ଖିଆପିଆ ସବୁ ଚାଲିଛି। ଛାତରେ କିନି ମୁଁ ଏନି ଟାଇମ୍ ଛାତରେ ରହୁଛି। ତ ତଳ ରୁମ୍କୁ ଗଲେ ଟୋଟାଲ୍ ନେଟୱାର୍କ ଆସୁନି, ଚାଲୁନି। ଆଉ ଟୋଟାଲ୍ ତଳ ରୁମ୍କୁ ଗଲେ ଟୋଟାଲ୍ ନେଟୱାର୍କ ଆସୁନି, ଟୋଟାଲ୍ ବି ଚାଲୁନି। ମୁଁ ଯାହା ଉପରେ ରହିବି, ଉପରେ ଭିଡ଼ିଓ କରିବି, ଉପରେ ଯାହା ବି କରେ ଉପରେ। ଆଉ ତଳକୁ ଯାଇପାରେନି, ତଳକୁ ଗଲେ ନେଟୱାର୍କ ଆସେନି, ପୁରା ବନ୍ଦ ହେଇଯିବ। ତ ଖରା ଦେଖନ୍ତୁ କେମିତି ଅଛି। ସୂର୍ଯ୍ୟ ଅସ୍ତ ହେଇନାହାନ୍ତି, ଅଛନ୍ତି। ଖରା ବହୁତ ଅଛି। ତ ଚାଲନ୍ତୁ ଭିଡ଼ିଓ ସମସ୍ତେ ଫୁଲ୍ ୱାଚ୍ କରିବେ ନିହାତି। ଥ୍ୟାଙ୍କ ୟୁ ସୋ ମଚ୍ ସମସ୍ତ ଭାଇ ଭଉଣୀମାନଙ୍କୁ।